ବିଚ୍ଛାରାଶିଜାତ ବ୍ୟକ୍ତି ବର୍ଷ ଆରମ୍ଭରୁ ଜୁନ୍ ମାସ ମଧ୍ୟରେ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ପ୍ରଚୁର ଧନ ଉପାର୍ଜନ କରିବାରେ ସକ୍ଷମ ହେବେ। ଅଚାନକ ଭାବରେ ଧନଲାଭ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବିଚ୍ଛା ରାଶି ରାଶିଚକ୍ରର ଅଷ୍ଟମ ରାଶି ଏବଂ ମଙ୍ଗଳ ମହାଗ୍ରହ ଏହି ବିଚ୍ଛା ରାଶିର ଅଧିପତି। ଜାଣିବା 2026 ମସିହାରେ ବୃହସ୍ପତିଙ୍କର ଗୋଚର ବିଚ୍ଛା ରାଶି ଉପରେ କିପରି ପ୍ରଭାବ ପକାଇବ। ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି 2026 ମସିହାରେ ଦ୍ୱାଦଶ ରାଶିଚକ୍ରରୁ 3ଟି ରାଶିରେ ଗୋଚର କରିବେ। ବୃହସ୍ପତି ମହାଗ୍ରହଙ୍କର ରାଶିଚକ୍ରରେ ଏହି ଗୋଚର ବିଚ୍ଛା ରାଶି ଉପରେ ମିଶ୍ରିତ ଫଳ ପ୍ରଦାନ କରିବା ସହିତ ବହୁତ ଶୁଭ ଫଳ ମଧ୍ୟ ପ୍ରଦାନ କରିବ। ଚଳିତ ବର୍ଷ ଆରମ୍ଭରୁ ଜୁନ୍ ମାସ ମଧ୍ୟରେ ବିଚ୍ଛା ରାଶିଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ପ୍ରଚୁର ଧନ ଉପାର୍ଜନ କରିବାରେ ସକ୍ଷମ ହେବେ। ଅଚାନକ ଭାବରେ ଧନଲାଭ ହେବ। ପୈତୃକ ସମ୍ପତ୍ତି ହସ୍ତଗତ ହେବ। ପରିବାରରେ ସୁଖ ଓ ଶାନ୍ତି ବିରାଜମାନ କରିବ। ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ। କିନ୍ତୁ ବର୍ଷର ପ୍ରଥମାର୍ଦ୍ଧରେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ମଧ୍ୟରେ ଦେବଗୁରୁ ବୃହସ୍ପତି ବିଚ୍ଛା ରାଶିର ଭାଗ୍ୟଭାବ କର୍କଟ ରାଶିରେ ଅବସ୍ଥାନ କଲେ ଏହି ସମୟରେ ବିଚ୍ଛା ରାଶିଜାତ ବ୍ୟକ୍ତି ଅଦ୍ଭୁତ ଭାଗ୍ୟ ଭୋଗ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବାଣିଜ୍ୟ ବ୍ୟବସାୟ କରୁଥିଲେ ଏହିସବୁ କ୍ଷେତ୍ରରୁ ପ୍ରଚୁର ଲାଭ କମାଇ ପାରିବେ। ବ୍ୟବସାୟ କ୍ଷେତ୍ରର ବିସ୍ତାର ଘଟିବ। ଚାକିରି କରୁଥିଲେ ଚାକିରିରେ ପ୍ରମୋସନ୍ ସହିତ ମନ ମୁତାବକ ଜାଗାକୁ ବଦଳି ହେବାର ସମ୍ଭାବନା ରହିଅଛି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବହୁତ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିର ହୋଇଯିବ। ପରିବାରର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେବ, ଅର୍ଥାତ୍ ପରିବାର ଭିତରେ ସନ୍ତାନ ଜନ୍ମ ନେବାର ବହୁତ ସମ୍ଭାବନା ରହିଅଛି। ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେବ। ରୋମାଣ୍ଟିଜିମ୍ ଭିତରେ ସମୟ କଟିବ। ବିଚ୍ଛା ରାଶିଜାତ ବ୍ୟକ୍ତି ଏହି ସମୟରେ ଦେବତା ଓ ବ୍ରାହ୍ମଣ ପ୍ରିୟ ହେବେ। ଧର୍ମ କର୍ମ ପ୍ରତି ଆଗ୍ରହ ବଢ଼ିବ। ଦେବଦର୍ଶନ ହେଉ ଅଥବା ତୀର୍ଥାଟନ ହେଉ, ସେଥିପାଇଁ ଅକ୍ଟୋବର ମାସରେ ଦୂରସ୍ଥାନ ଯାତ୍ରା କରିବେ। ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଏହି ସମୟରେ ଦୂରୀଭୂତ ହୋଇଯିବ। ନଭେମ୍ବର ମାସ 1 ତାରିଖ ପରଠାରୁ ଦେବଗୁରୁ ବୃହସ୍ପତି ସିଂହ ରାଶିରେ ପ୍ରବେଶ କଲେ କର୍ମ ନିଯୁକ୍ତି ଆଶାୟୀ ବିଚ୍ଛା ରାଶିଜାତ ବ୍ୟକ୍ତି ସ୍ଥିର କର୍ମ ପାଇପାରିବେ। ସରକାରୀ ଚାକିରି ଖୋଜୁଥିବା ଅଥବା କମ୍ପିଟେଟିଭ୍ ଏକ୍ଜାମ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟଟି ଅନୁକୂଳ ସମୟ ରହିବ। ବୃହସ୍ପତି ମହାଗ୍ରହଙ୍କ ପ୍ରଦତ୍ତ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।